ମଞ୍ଚାସନ ସମସ୍ତ ଅତିଥିବୃନ୍ଦ, ଆମ ବେଳର ସାର୍ ଯେମିତି କହୁଥିଲେ ଆମ ବେଳର ରାଜ୍ୟର ଫରକ ହେଲା ଯେତେବେଳେ ଆମେ ସବୁ ପରୀକ୍ଷା ଦେଉଥିଲୁ ସେତେବେଳେ 75% ମାର୍କଟା ଟପ୍ରେ ଥିଲା। ଆମ ବ୍ୟାଚରେ ଯେ ମାର୍କ ରହୁଥିଲା ଓଡ଼ିଶାରେ ଯେ ଫାଷ୍ଟ ଥିଲା 75%, ଆଉ ସେତେବେଳେ ମୋର 70% ଥିଲା। ଆଉ 70% ମାର୍କକୁ ନ୍ୟାସନାଲ ଟ୍ୟାଲେଣ୍ଟ ସ୍କଲାରସିପ୍ ମିଳୁଥିଲା, ଯେଉଁମାନେ ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଟପ୍ ହାଇସ୍କୁଲ ଷ୍ଟୁଡେଣ୍ଟକୁ ମାସକୁ 100 ଟଙ୍କା ସ୍କଲାରସିପ୍ ଦେଉଥିଲା କଲେଜରେ ପଢ଼ିବା ପାଇଁ। ଆପଣ ଜାଣିଥିବେ ଯେ ଆଜିକାଲି ଦେଉଛନ୍ତି ମୁଁ ଜାଣିନି, ଆମେ ଯେତେବେଳେ MBBS ପଢ଼ିବାକୁ ଗଲୁ ସେଇଟା ବଢ଼ିଗଲା 150 ଟଙ୍କା ପର ମନ୍ଥ ହେଇଗଲା। ତେଣୁ ଯେଉଁମାନେ ଟପ୍ ମାର୍କ ରଖୁଥିଲେ 1960sରେ 75, 70, 74, କାରଣ ସେତେବେଳେ 75% ମାର୍କ ଥିଲା। ମୋର ଏଇ 50 ବର୍ଷ ଅଭିଜ୍ଞତାରେ ମୁଁ ଦେଖିଲି ପ୍ରଥମେ ଏସେ ଆସୁଥିଲା। ଆମେ କହୁଥିଲୁ ଯେତେବେଳେ ଆମେ MBBS ପଢ଼ୁଥିଲୁ 5ଟି କୋଶ୍ଚିନ୍ 3 ଘଣ୍ଟାରେ, ଗୋଟେ ଲୋକ ଗୋଟେ କୋଶ୍ଚିନ୍ ଲେଖିବା ପାଇଁ ତାକୁ 20 to 25 ମିନିଟ୍ ଦିଆଯାଉଥିଲା। ତାପରେ ଦେଖିଲୁ ପିଲାମାନଙ୍କର କୋଶ୍ଚିନ୍ 2 ଘଣ୍ଟା 3 ଘଣ୍ଟା କୋଶ୍ଚିନ୍ ଲେଖି ଲମ୍ବା କୋଶ୍ଚିନ୍ ଲେଖିବାର ଧୈର୍ଯ୍ୟ ନାହିଁ, ଶୁଣିବାର ଶକ୍ତି ନାହିଁ, ଆଉ ଲେଖିବାର ମାନସିକତା ନାହିଁ। ତେଣୁ ଆମେ କ'ଣ କରୁ ମଲ୍ଟିପୁଲ ଚଏସ୍ କୋଶ୍ଚିନ୍, ଆଗ ମଲ୍ଟିପୁଲ ନାହିଁ ସର୍ଟ ଆନ୍ସର। ତେଣୁ MBBSରେ କ'ଣ ହେଲା ଆମେ କଲୁ 10ଟି କୋଶ୍ଚିନ୍ ଦିଆଯିବ 3 ଘଣ୍ଟାରେ। ଆଗରୁ ଆମ ବେଳେ 5ଟି ଥିଲା, ପୁଣି 10ଟି କୋଶ୍ଚିନ୍ ହେଇଗଲା, ଅଲ୍ ଆର୍ ଇକ୍ୱାଲ୍ ମାର୍କ।